ଜଗନ୍ନାଥ ଭାଇ ଓ ଭଉଣୀମାନେ ଉତ୍କଳ ଗୌରବ ପାଠଶାଳା ପୁଣି ଥରେ ଆପଣମାନଙ୍କୁ ସ୍ୱାଗତ କରୁଛି। ଆମର ଯେଉଁ ପରସେଣ୍ଟେଜର କ୍ଲାସ୍ ଚାଲିଥିଲା ଆଜି ତାର 10 ନମ୍ବର କ୍ଲାସ୍। ଏଇ 10 ନମ୍ବର କ୍ଲାସ୍ରେ ଆମେ ଟାଇପ୍ ନମ୍ବର 10 ନେଇକି ଆସିଛୁ। ତେଣୁ ପୂର୍ବ କ୍ଲାସ୍ ଗୁଡ଼ାକରେ ଆପଣମାନେ ଯେଉଁ ଟାଇପ୍ 1, 2, 3, 4 ଏଭଳିଆ ଟାଇପ୍ ୱାଇଜ୍ ଆମେ କ୍ଲାସ୍ କରିକି ଆଜି ପହଞ୍ଚିଲେ 10 ନମ୍ବର କ୍ଲାସ୍ରେ। ତେଣୁ ଯେଉଁ ପିଲାମାନେ ବି ଆମ ସହିତ ଯୋଡ଼ି ଅଛନ୍ତି ସେମାନଙ୍କୁ ଅନୁରୋଧ ନିଶ୍ଚିତ ଭାବରେ କମେଣ୍ଟ କରି ଜଣାନ୍ତୁ ଯେ ଆମ କଣ୍ଟେଣ୍ଟ ଆପଣମାନଙ୍କୁ କିପରି ଲାଗୁଛି। ଆସନ୍ତୁ ଆରମ୍ଭ କରିବା। ଆଉ ଯଦି ଭଲ ଲାଗୁଥିବ ତାହେଲେ ନିଶ୍ଚିତ ଭାବରେ ଲାଇକ୍ କରନ୍ତୁ ଏବଂ ସାଙ୍ଗସାଥିମାନଙ୍କୁ ସେୟାର କରନ୍ତୁ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ କରି ରଖନ୍ତୁ। ବୁଝିପାରିଲେ? ତେଣୁ ଆସନ୍ତୁ କ୍ୱେଶ୍ଚନ ନମ୍ବର 1 କରିବା। The cost of daily ticket of local train is rupees 50 and monthly pass is 1125. If I buy monthly pass and travel for 30 days in a month, then I save. ସେ କହିଛି ଲୋକାଲ ଟ୍ରେନର ଦୈନିକ ଟିକଟର ମୂଲ୍ୟ 50 ଟଙ୍କା। ସେ କ'ଣ କଲା, ଏକ ମାସର ପାସ୍ର ମୂଲ୍ୟ 1125 ଟଙ୍କା। ଯଦି ମୁଁ ମାସିକ ପାସ୍ କ୍ରୟ କରି 30 ଦିନ ଯାତ୍ରା କରୁଛି ତେଣୁ ମୋର କେତେ ଟଙ୍କାର ବଚତ ହେଉଛି। ତାହେଲେ ଦେଖିବା କେତେ ଟଙ୍କାର ବଚତ ହବ। ଦେଖିବା ତାହେଲେ ଯଦି ସେଠି ମୁଁ କହିଛି ତାହେଲେ ମୁଁ ଯଦି 50 ଟଙ୍କା ଲେଖା ଟିକଟ ନେଇ 30 ଦିନ ଯାତ୍ରା କରେ ତାହେଲେ କେତେ ଟଙ୍କା ଦେବି? 1500 ଟଙ୍କା ଦେବି। ଆଉ ମୁଁ ଯଦି ପୁରା ମାସ ଯାକ ପାଇଁ କେତେ 1125 ଟଙ୍କା ଦେଇ ପାସ୍ଟା କିଣିନେଲି ତାହେଲେ ମୁଁ କେତେ ଟଙ୍କା ବଞ୍ଚେଇଲି? 10 ରୁ 5 ଗଲେ 5, 9 ରୁ 2 ଗଲେ 7, ତାପରେ ଏଠି ରହିଲା କେତେ 4, 4 ରୁ 1 ଗଲେ 3, ତାହେଲେ 375 ଟଙ୍କା ତାହେଲେ ବଞ୍ଚେଇଲି। ପରସେଣ୍ଟେଜରେ ପଚାରିଛି କେତେ, ତାହେଲେ 375 ବିଭକ୍ତରେ 1500 ଗୁଣନ ପରସେଣ୍ଟେଜ ମାନେ 100 ଗୁଣ ଦବ। ଦୁଇଟା ସଂଖ୍ୟା କଟିଗଲା, ହେଲା 15 ଦୁଣା 30, 75, 15 ପଞ୍ଚା 75, ତାହେଲେ ଆମେ ପାଇଲେ କେତେ 25%। ବୁଝିଗଲା? ତେଣୁ ଆସନ୍ତୁ ଦେଖିବା କ୍ୱେଶ୍ଚନ ନମ୍ବର 2 କ'ଣ କହିଛି। ସେଇଭଳିଆ କ୍ୱେଶ୍ଚନ ସେମ୍ ଟାଇପ୍। The cost of daily ticket of local train is rupees 160. The monthly pass cost rupees 2912. If I buy the monthly pass and travel for 26 days in a month, then I save. लोकल ट्रेन दैनिक टिकटर मूल्य 160 टଙ୍କା, मासिक पासर मूल्य केते 2912। से जदि पासटा किणिकी मासिक पास क्रय करे 26 दिन यात्रा करुछि तेबे से केते टଙ୍କା बचत करुछि बोले कहिछि। ताले टिकटर मूल्य केते, डेली टिकटर 160 टଙ୍କା। 26 दिन यात्रा करछि 26 कैलकुलेशन हो, 26 गुणन कले केते होछि 4160। बुझिपाले? 4160 होछि गुणन कर दवा लगी 160 अपन गुणन कर देबे। तापर हमर कोन कला से जो पासटा नेला मास जाकर पासटा केते 2912 टଙ୍କା। ताले केते से बचत करिछि 8, 5 रो गले 4, 10, 11, 10, 11, 2, ଏଠି 3 ରୁ 2 ଗଲେ 1, 1248। ତାହେଲେ 1248 ଟା 4160 ଖର୍ଚ୍ଚ କରିଥାନ୍ତା, ସେ ଖର୍ଚ୍ଚ କରି 2912
তাহলে এইটা সে বঞ্চাইছি, এটা তো পার্সেন্ট বঞ্চাইছি, তারপরে এটা কଟିଗଲା 4000 ଗୋଟେ ଶୂନ କଟିଗଲା, ଗୋଟେ ଶୂନ ଏ ଗୋଟେ ଶୂନ, ତାହେଲେ 416 ର ଏଟା 3 ଗୁଣ 318 ଲାଖ 3 के 3 के 4 312 ଲାଗି, ତାହେଲେ କେତେ ପାଇଲା into 10, ତାହେଲେ ଇଏ ହେଲା 3 10 କେତେ ହେଲା 30, ତାହେଲେ 30 ଶତକଡ଼ା ସେ ବଞ୍ଚେଇଲା, ବୁଝିଲା। ତେଣୁ ଆସନ୍ତୁ ଦେଖିବା କ୍ୱେଶ୍ଚନ ନମ୍ବର 3। क्वेश्चन नंबर 3 कौन कही? The ticket for a adult is rupees 1000, तामने वयस्क लोगों को 1000 टका and child is rupees 500, छोट पिला को 500 टका। one child goes free with two adult, तामने दुई जन वयस्क व्यक्ति सहित जन पिला दे पारिबो। If a group has 17 adult and 5 children, what is the discount the group gets? ତାଙ୍କର ଜଣେ ବୟସ୍କ ବ୍ୟକ୍ତିର ଟିକଟ ମୂଲ୍ୟ 1000 ଟଙ୍କା ଏବଂ ପିଲାମାନଙ୍କ ପାଇଁ 500 ଟଙ୍କା ରହିଛି। ଦୁଇ ଜଣ ବୟସ୍କଙ୍କ ସହିତ ଜଣେ ପିଲା ନିଃଶୁଳ୍କ ଯାତ୍ରା କରିପାରିବ। ଯଦି ଗୋଟେ ଗ୍ରୁପରେ 17 ଜଣ ବୟସ୍କ ଏବଂ 5 ଜଣ ପିଲା ଥାନ୍ତି, ତେବେ ସେହି ଗ୍ରୁପକୁ କେତେ ଡିସକାଉଣ୍ଟ ମିଳିଛି, ମାନେ କେତେ ଟଙ୍କା ବଞ୍ଚେଇଛି ଆଉ। ଅଛନ୍ତି କେତେ 17 ଜଣ, 17 ଜଣ ବୟସ୍କ, ତାମାନେ 1000 ଲେଖା 17,000 17,000, ଆଉ ପିଲା କେତେ ଅଛନ୍ତି 5 ଜଣ, ତାହେଲେ 500 ଲେଖା 1000 500, ତାହେଲେ 2500, ତାହେଲେ ସେମାନଙ୍କର ଖର୍ଚ୍ଚ ଟୋଟାଲ କେତେ ହେଇଥାନ୍ତା 0 0 5 9 1, ତାହେଲେ 19,000 19,500 ଟଙ୍କା ଖର୍ଚ୍ଚ କରିଥାନ୍ତେ। ତାହେଲେ କଣ ହେଲା, ସେମାନେ କହିଛନ୍ତି 2 ଜଣ ବୟସ୍କ ସହିତ ଜଣେ ପିଲା ନିଃଶୁଳ୍କ ଯାତ୍ରା କରିପାରିବ। ତାହେଲେ ଅଛନ୍ତି କେତେ 17 ଜଣ, 17 ଯୋଉଟା ହେଲେ 16 ଜଣ, ସେମାନେ ତାର ଅଧା ଜଣକୁ ଲେଖା ନେଇପାରିବେ, ତାହେଲେ 8 ଜଣକୁ ସେମାନେ ନେଇ ପାରିଥାନ୍ତେ, କିନ୍ତୁ ପିଲା ଅଛନ୍ତି 5 ଜଣ, ତାହେଲେ ସେ 5 ଜଣକୁ ହିଁ ନେବେ, ଆଉ କୋଉଠୁ ପାଇବେ। ତେଣୁ 5 ଜଣଙ୍କର ଏଇଟା ହିଁ ହେଲା ତାଙ୍କର ବଚତ, ହଁ କି ନାଇଁ। ତାହେଲେ ସେମାନେ 19,500 ଖର୍ଚ୍ଚ କରିଥାନ୍ତେ, ତେଣୁ ବଚତ କଲେ କେତେ 2500, ବୁଝିପାରିଲେ। 2500 ଟା ସେ କହିଛି କେତେ ପରସେଣ୍ଟ into 100, ଦୁଇଟା ଶୂନ କଟିଯିବ, 195 କୁ 2500, ଇଏ ଆସିବ କାଲକୁଲେସନ କରିଦେବେ ପିଲାମାନେ 12.8, ବୁଝିପାରିଲେ 12.82, ତେଣୁ ଅପସନ ନମ୍ବର ହବ ସି। ଆପଣ ମାନେ ପ୍ରୋସେସ ବୁଝନ୍ତୁ, ହେଲା କି ଦଶମିକ ଏପଟ ସେପଟ ଏଗୁଡା କାଲକୁଲେସନ ଯଦି କରିବା ପାଇଁ ମୁଁ ବସି ପଡିବି ତାହେଲେ ଭିଡିଓ ବହୁତ ଲମ୍ବା ହେଇଯିବ, ସେଇଥିପାଇଁ ମୁଁ କାଲକୁଲେସନ ଟାକୁ ଟିକେ ସର୍ଟ କରିଦଉଛି, ବୁଝିପାରିଲେ। ଆସନ୍ତୁ ଦେଖିବା କ୍ୱେଶ୍ଚନ ନମ୍ବର 4। ଆଉ ମନେ ରଖିଥିବେ ଏତେ ଏ ଦଶମିକ ବାଲା କ୍ୱେଶ୍ଚନ ପ୍ରାୟତଃ ନିଶ୍ଚିତ ଭାବରେ ଆସିବ, ତେଣୁ କାଲକୁଲେସନ ଟିକେ ଫାଷ୍ଟ କରିବା ପାଇଁ ଚେଷ୍ଟା କରିବା ସବୁବେଳେ। ତେଣୁ କଣ କହିଛି, a man spent 75% of his income is increased by 20% and his expenditure also increased by 10%, and the percentage increase in his savings। ବ୍ୟକ୍ତି ନିଜ ଆୟର 75% ଖର୍ଚ୍ଚ କରିଦିଅନ୍ତି, ଯଦି ତାଙ୍କ ଆୟ 20% ବୃଦ୍ଧି ହେବା ସହିତ ଖର୍ଚ୍ଚରେ ମଧ୍ୟ 10% ର ବୃଦ୍ଧି ହେଉଛି, ତେବେ ସେଭିଂ କେତେ ଶତକଡ଼ା ବୃଦ୍ଧି ହଉଛି।
ଦେଖନ୍ତୁ ଆମେ ଟୋଟାଲ ଇନକମ୍ କୁ କଣ କରିବା 100 ନବା 100 ଯଦି ନବା ଟୋଟାଲ ଇନକମ୍ ସେ ପ୍ରଥମେ କହିଛି ଇନକମ୍ ଇନକ୍ରିଜ 20%। ତାହେଲେ 100 ଯଦି ଇନକମ୍ ହୁଏ ତାର 20% ଇନକ୍ରିଜ ହଉଛି ତାମାନେ କେତେ ହବ 120। ଆଉ ଆଉ କଣ କହିଲା ସେ କହିଲା 75% ସେ କଣ ସ୍ପେଣ୍ଡ କରେ ତାମାନେ ଖର୍ଚ୍ଚ କରେ କେତେ 100 ଟଙ୍କାରୁ 75 ଟଙ୍କା ଲାଗେ। ତାହେଲେ ତାର ବଞ୍ଚିବ କେତେ ବଚତ ରହିବ ମନେ କରାଯାଉ 25 ଟଙ୍କା। ତାହେଲେ ପୁଣି ସେ କହିଛି ଏକ୍ସପେଣ୍ଡିଚର ଅଲସୋ ଇନକ୍ରିଜ ବାय 10%। ଏଇ ଯୋଉ ଏକ୍ସପେଣ୍ଡିଚରଟା ଏଇ ଖର୍ଚ୍ଚଟା ଏଇଟାକୁ ମଧ୍ୟ 10% ଇନକ୍ରିଜ ହେଇଛି। ତାହେଲେ 75ର 10% 10 + 100 କେତେ ହବ 10। ତାହେଲେ 7.5 ପ୍ଲସ୍ ହବ 7.5 ତାହେଲେ 75ରେ 7.5 ତାହେଲେ କେତେ ହବ 0.5 7 5 12 2 ହେଲା 82.5। ତାହେଲେ ଏଠି ବଚତ କେତେ ହବ ଏଠି ଯଦି ଇନକମ୍ କଲା 120 ତାହେଲେ ଖର୍ଚ୍ଚ କଲା କେତେ 82 ଖର୍ଚ୍ଚ କଲେ ବଞ୍ଚୁଛି କେତେ 10 ରୁ 5 ଗଲେ 5 ତାହେଲେ ଏଠି ଗଲା କେତେ 9 9 ରୁ 2 ଗଲେ 7 ଏଠି ହେଲା 11 8 9 10 11 37.5 25 ରୁ 37.5 ତାହେଲେ 50% ଏଇଟା ନୁହେଁ କି 25 ରେ 37 ବଢିଛି ମାନେ 12.5 37.5 ବଢିଛି କେତେରୁ 25 ରୁ 5 ଆମର 2 1 12.5 ये 25 ର ଏଟା 12.5 ପୁରା ଅଧା ତାମାନେ ଆମେ କରିବା 25 ର ତ 12.5% ଇଣ୍ଟୁ 100 25 × 100 25 × 100 ଏଟା 10 ମିନିଟ୍ ଆଉ ଦେବା ଆଉ 10 ମିନିଟ୍ ପଡିବ 1 ମିନିଟ୍ ଗୋଟେ ଶୂନ କାଟିଦେଲେ ତାପରେ 25 ପଞ୍ଚା 125 ତାକୁ 10 ପଞ୍ଚା 50 ତାମାନେ 25 ର 12.5 ମାନେ 50%। ତାହେଲେ ଅପସନ ନମ୍ବର B। ତେଣୁ ଆସନ୍ତୁ ଦେଖିବା କ୍वेଶ୍ଚन नंबर 5। Ramon spends 80% of his income if his income is increased by 25% and the expenditure increased by 10%, then what percentage increase in his saving? ରମଣ ନିଜ ଆୟର 80% ଖର୍ଚ୍ଚ କରି ଦିଅନ୍ତି ଯଦି ତାଙ୍କର ଆୟ 25% ବୃଦ୍ଧି ହୁଏ ଏବଂ ଖର୍ଚ୍ଚ 10% ବୃଦ୍ଧି ହୁଏ ତେବେ ତାଙ୍କର ସେଭିଂସ୍ କେତେ ପ୍ରତିଶତ ପାଇଛି ତାମାନେ 100 ଟଙ୍କାରୁ ପ୍ରଥମ କଣ କହିଲା ଇନକମ୍ ଇନକ୍ରିଜ 25 ଟଙ୍କା ମନେ କର ଯେ ଆମର ଇନକମ୍ ହେଲା 100 ଟଙ୍କା ତାହେଲେ 25 ଟଙ୍କା ବଢିଲା କେତେ ହେଲା 125 ଏବଂ କଣ କହିଛି ସ୍ପେଣ୍ଡ ଆମର ଖର୍ଚ୍ଚ କରିଛି କେତେ 80% ତାମାନେ 100 ଟଙ୍କାର 80 ଟଙ୍କା ଖର୍ଚ୍ଚ ଅଛି ପୁଣି କଣ କହିଲା ଏକ୍ସପେଣ୍ଡିଚର ଇନକ୍ରିଜ ବାଇ 10% ତାହେଲେ ଏଇ ଯେ ଏକ୍ସପେଣ୍ଡିଚର ଖର୍ଚ୍ଚ ହେଇଛି ଏଥିର ପୁଣି 10% ତାମାନେ 80 ର 10% କଣ 8 ପ୍ଲସ୍ 8 ହେଇଛି 80 8 88 ଏଠି ଆମର ବଚତ ହେଲା କେତେ 20 ଆଉ ଏଠି ଆମର ବଚତ ହବ କେତେ 5 ରୁ 8 ଗଲେ 7 15 ରୁ 8 7 15 11 37 କେତେ 17 ଏ ଯେ 17ଟା ବଢିଛି
से पचारिଛି कौन ଏବେ ତାଙ୍କର ସେଭିଂସ୍ ଏଟା ହଉଛି ତାର ସେଭିଂସ୍ ଏଟା ତାର ସେଭିଂସ୍ ଏଇ ସେଭିଂସ୍ ର ଅନ୍ତର୍ଗତ ପ୍ରତିଶତ ମାନେ କେତେ ପ୍ରତିଶତ ବଢିଛି ତା ମାନେ 20 ହଉଥିଲା ସେଭିଂସ୍ ଇଏ 37 ହେଇଛି କେତେ ପରସେଣ୍ଟ 17 ଟା କେତେରେ ବଢିଛି 20 ରେ ବଢିଛି ଇନଟୁ 100 ତାହେଲେ 50 100 17 5 85 ତାହେଲେ 85% ନୁହେଁ କି ବୁଝିଲା ତାହେଲେ ଆସନ୍ତୁ ଦେଖିବା क्वेश्चन नंबर 6 क्वेश्चन नंबर 6 कौन कही ना a man spend 80% of his income with an increase in the cost of living his expenditure increase by 37.1 এটা কোন expenditure মানে খরচ খরচ এতিকি বଢିଛି increase তারপর কইছে income increase 16.2 16.2 is present saving percentage are जन व्यक्ति निजर आयर 80% खर्च करिଥାଏ जीवन निर्वाह खर्चर वृद्धि हेतु खर्च सॉरी सॉरी एटी खर्च होनी एटा होछि आय एटा को एटा 37 सॉरी खर्च हां एटा ठीक अछि खर्च किंतु एटी 37% 37.2 एक विभक्त 2 ताले एतिकी वृद्धि हुए एवं आय रे एतिकी वृद्धि हुए तबे व्यक्तिर वर्तमान सेविंग केते ताले आमे ए जो पूर्व क्वेश्चन रे ए जो 100 नउतले एडी 100 नबानी काहे कि एमानकर फ्रैक्शन वैल्यू देखि आमे चेंज करिवा ए 16.2 विभक्त 3 तार ए परसेंटेज रो फ्रैक्शन वैल्यू केते कहले 1 विभक्त 6 ना आने आ 37.1 विभक्त 2 याको जदी भांगिबा 25% रे प्लस 12.5 12 हाफ रे 25 रे फ्रैक्शन वैल्यू कोन 1 विभक्त 4 युक्त ये 12.5 रो 1 विभक्त 8 तार लसागु 8 ये हला 4 2 युक्त 1 ताने 3 विभक्त रे 8 हबो ताले हमर मन करा जाऊ ये फ्रैक्शन ये इनकम रे पड़ी छी ताले ए 6 को देखि कि हमें गोटे एज्यूम करबा हम 100 नउतले एटी 100 नबानी काहे ना 100 नेले 10 वीक रे आसीबो तेनो कि ए जो परसेंटेज रो फ्रैक्शन वैल्यू अछि 6 तारे द्वारा कटला माने कटला बळिया तार माने हमर गुणित कर नबा ताले हमर 600 नबा 600 नेले इनकम से कोन कहला 600 जदि इनकम हुए केते बढुची man spend 80% of his income यार खर्च करूचे एटा इनकम हेले खर्च केते आसीबो 80% 600 रो 80% माने 80 100 एटा सुनो विरष्ट कर दिबो 6 48 48 रे गुटे सुनो 6 48 रे गुटे सुनो हेले तार खर्च ताले बचुची केते 0 10 रु 8 गले 2 5 रु 4 गले 1 120 पुणी कोन कहला एटा केते बढुची इनकम इंक्रीज होची 1 विभक्त 6 ता माने 600 रो 1 विभक्त 6 केते 6 रे 100 कटि गला ताले 100 बढ़िला 100 जदि बढ़ुची ताले केते हबो इनकम 700 को वृद्धि पाइबो
ତାପରେ ସେ କଣ କହିଛି, ଏଇ ଯୋଉ ଆମର ଖର୍ଚ୍ଚ ଏକ୍ସପେଣ୍ଡିଚର ଇନକ୍ରିଜ ହେଇଛି 37 ପୂର୍ଣ୍ଣ 1/2%। ତାର ଫ୍ରାକ୍ସନ ଭ୍ୟାଲୁ କେତେ ପାଇଲେ? 3/8। ତାହେଲେ ଆମର 480 ର 3/8 ତାହେଲେ କେତେ ହବ? 8 ରେ କାଟିବା 848 ଶୂନ 60 36 18 180। ଇଏ ତାହେଲେ ବଢିଲା କେତେ? 180। ଇଏ କେତେ ହେଲା? 0 କୁ 0 8 8 16 କୁ 6 1 4 के 5 1 6 660। ତାହେଲେ 660 ଇଏ 700 ତାହେଲେ 40। ତାହେଲେ ଏଇଟା ହେଲା କଣ? ତାର ସେଭିଙ୍ଗସ୍। ଯେତେବେଳେ ପ୍ରଥମେ 120 ସେଭିଂ କରୁଥିଲା, ଯେତେବେଳେ 600 ଟଙ୍କା ଇନକମ୍ ଥିଲା, ତାର ଖର୍ଚ୍ଚ କେତେ? 480 ଆଉ ବଞ୍ଚୁଥିଲା କେତେ? 120 ଟଙ୍କା ବଚତ ଥିଲା। ଆଉ ଯେତେବେଳେ ତାର 100 ଟଙ୍କା ବୃଦ୍ଧି ହେଲା, 100 ଟଙ୍କା ବୃଦ୍ଧି ହେଇକି 700 ହେଲା। 700 ବୃଦ୍ଧି ହେଲା ପରେ ଆମର ଖର୍ଚ୍ଚ କଲା କେତେ? 660। ତାହେଲେ ତାର ବଚତ କେତେ? 40। ଏଇଟା ସେ କେତେ ପରସେଣ୍ଟ ପଚାରିଛି। ବୃଦ୍ଧି ହୁଏ ତେବେ ବ୍ୟକ୍ତିର ବର୍ତ୍ତମାନ ସେଭିଂ କେତେ ପ୍ରତିଶତ? ଏଇଟା କେତେ ପ୍ରତିଶତ ମାନେ ସେଭିଂସ। 700 ର କେତେ ପ୍ରତିଶତ? ତାହେଲେ 700 40 ପ୍ରତିଶତ ମାନେ 100। ଶୂନ ଶୂନ କଟିଯିବ। ଇଏ ହେଲା 7 ପଞ୍ଚା 35 ପୁଣି 5 ବିଭକ୍ତ 7। ତାହେଲେ 5 ପୂର୍ଣ୍ଣ 5 ବିଭକ୍ତ 7। ଅପସନ ନମ୍ବର B ହଉଛି କରେକ୍ଟ ଆନ୍ସର। ବୁଝିଲା? ତାହେଲେ ଆସନ୍ତୁ ଦେଖିବା କ୍ୱେଶ୍ଚନ ନମ୍ବର 7। क्वेश्चन नंबर 7 कौन कही? A and B have been between have A and B have between them rupees 1200. A spent 12% of his money while B spent 20% of his money. They are left with a sum that constituted 85% of the whole sum. Find what amount is left with A. A ଏବଂ B ପାଖରେ 1200 ଟଙ୍କା ଅଛି। A ତାଙ୍କ ଟଙ୍କାର 12% ଓ B ତାଙ୍କ ଟଙ୍କାର 20% ଖର୍ଚ୍ଚ କରନ୍ତି। ବଳକା ଟଙ୍କା ସମ୍ପୂର୍ଣ୍ଣ ଟଙ୍କାର 85% ହେଲେ A ର ବଳକା ଟଙ୍କା କେତେ? ଏଇ କ୍ୱେଶ୍ଚନ ଟା ପିଲାମାନେ ଆମେ କଣ କରିଥିଲେ ପୂର୍ବ କ୍ଲାସରେ ଆମେ ପଢିଥିଲେ। ଏଟା ମିକ୍ସଚର ଏବଂ ଏଲିଗେସନ ର ଫର୍ମୁଲା ଲାଗିବ। ଏଠି ଦେଇଛି ଖର୍ଚ୍ଚ, ଏଟା ହଉଛି ଖର୍ଚ୍ଚ A ଏବଂ B ର, ଏଠି କିନ୍ତୁ ସେରା ବଚତ। ହଁ କି ନାଇଁ? ତାହେଲେ ଆମେ ତାକୁ କଣ କରିବା? ଏଠି A କୁ ଲେଖିବା, ଏଠି B କୁ ଲେଖିବା, ଏଇଠି ସେମାନଙ୍କର ହାରାହାରି। ବୁଝିପାରିଲେ କି? ସେ ଜିନିଷଟା କଣ କରିବା? ସେ କିନ୍ତୁ ଦେଇଛି A ପ୍ଲସ B ଦେଇଛି, A ପ୍ଲସ B ଦେଇଛି 1200। A କେତେ ପରସେଣ୍ଟ ଖର୍ଚ୍ଚ କରୁଛି? 12%। ତାହେଲେ ଆମର ଏଇଟା କଣ ଦେଇଛି? ବଚତ। ଏଇଟା ବଚତ ଦେଇଛି ମାନେ ବଚତ ଟା ଦେଇଛି 85%। ଯଦି ଏଇଟା ବଚତ ଦେଇଛି ତାହେଲେ ଏହାର ଖର୍ଚ୍ଚଟା ହେଲା 12%। 12% ଖର୍ଚ୍ଚ। ଏଠି ୟୁନିଟ ସେମ ରଖିବା। ଏଠି ବଚତ ଅଛି ମାନେ ବଚତ ରହିବ, ବଚତ ରହିବ। କିନ୍ତୁ ଏମାନଙ୍କର ଖର୍ଚ୍ଚ ଦେଇଛି। A ର ଖର୍ଚ୍ଚ ଯଦି 12% ହୁଏ, ତାର ବଚତ କେତେ? 100 ରୁ 12 ମାଇନସ କଲେ କେତେ ହଉଛି? 88। 88। ତାହେଲେ ଏଠି ପଡିବ 88। 88% ତାହେଲେ ବଚତ। ଆଉ B ର ଖର୍ଚ୍ଚ କେତେ? 20। B ର ଖର୍ଚ୍ଚ ହଉଛି 20%। ଯଦି 20% ଖର୍ଚ୍ଚ 100 ରୁ 20 ଗଲେ କେତେ? 80। ତାହେଲେ 80% ହେଲା ବଚତ। ଏବେ ସବୁ ସମାନ ହେଲା ତିନିଟା ଯାକ। ଏ ବଚତ, ଏ ବଚତ, ଏ ବଚତ ଆସିଲା। ତାହେଲେ ଏମାନଙ୍କର କ୍ରସ ରେ ଡିଫରେନ୍ସ ଦେଖିବା। ଇଏ କେତେ? 5 ଏମାନଙ୍କର ଡିଫରେନ୍ସ।
80 ଆଉ 85 5 ଆଉ 88 ଆଉ 85 3। ତାମାନେ ଏଇଟା କଣ ପାଇଲେ? ଆମେ ବର୍ତ୍ତମାନର ରେସିଓ ପାଇଲେ ସେମାନଙ୍କର। ତାହେଲେ 5 ରେସିଓ ପ୍ଲସ୍ 3 ରେସିଓ ଇକ୍ୱାଲ ଟୁ ଟୋଟାଲ ତାଙ୍କର ପଇସା 1200। ବୁଝିପାରିଲେ? 1 ରେସିଓ ବରାବର 1200 ବିଭକ୍ତରେ 8। ତାହେଲେ କେତେ? 8 के 8 4 12 0 8 5 40 0 150। ସେ ପଚାରିଛି କଣ ନା ଏର ବଳକା ଟଙ୍କା କେତେ? ଏର ପୁରା ଟଙ୍କା ରୋଜଗାର କେତେ ଆଜ୍ଞା ଦେଖିବା। ଏର ରୋଜଗାର କେତେ ହବ ତାହେଲେ? 1 ବରାବର ହଉଛି 150, 5 ବରାବର କେତେ ହବ? 150 ଗୁଣନ 5 5 ଶୂନ 0 5 25 ରୁ 5 2 5 के 5 2 7। ଟୋଟାଲ ତାହେଲେ ପାଖରେ କେତେ ଟଙ୍କା ଥିଲା? 750। ସେଇଥିରୁ ସେ କଣ କରୁଛି ବଳକା ଟଙ୍କା କେତେ ଖର୍ଚ୍ଚ ତ କରିଦେଲା 12%, 12%। ବଚତ କେତେ? 88। ତାହେଲେ ଏହାର 88% କାଟିଦେବା। 88%, 750 ର 88%। ତାହେଲେ ଏଠି 0 0 5 ରେ କାଟିବା 5 ଦୁଣେ 10, ଏଠି କାଟିବା 5 କେତେ ହବ? 15 5 75। 15 15 5 75, 2 ରେ କାଟିବା 2 4 2 4। ତାହେଲେ କେତେ ପାଇଲେ? 15 ଗୁଣନରେ 44। 15 4 60 ର 0, 15 60 6 66। ଏଇଟା କଣ ପାଇଲେ? ଏଇଟା ହେଲା ତାର ବଳକା ଏର। ଯଦି ବି ର ପଚାରିଥାନ୍ତା ତାହେଲେ ବି ର କେତେ ପରସେଣ୍ଟ? 80 ନା 80%? ଏଠି 80 ବସେଇଥାନ୍ତେ। ବୁଝିପାରିଲେ? ତାହେଲେ ଯଦି କେତେ 8 8 ଏଇଟା ହଉଛି। ତାହେଲେ ବୁଝିପାରିଲେ ପିଲାମାନେ? କେତେ ପାଇଲେ? ତାର ଆନ୍ସର ହଉଛି B। ଆସନ୍ତୁ ଦେଖିବା क्वेश्चन नंबर 8। এটা টাইপ অফ क्वेश्चन ପିଲାମାନେ। টাইপ ଚେଞ୍ଜ କରିବା। ଏଠି କଣ ଦେଇଛି? The price of a commodity increase by 40%, which reduce their consumption by 20%. Increase by 40% and consumption by 20%. What will be the difference on its expenditure? ଗୋଟେ ବସ୍ତୁର ମୂଲ୍ୟ କେତେ? 40% ବୃଦ୍ଧି ହେଲେ ଭୋଗ ମାନେ ଆମେ ଯୋଉ ଯେକୌଣସି ଜିନିଷକୁ ଭୋଗ କରିବା, ତାମାନେ କିଛି ଗୋଟେ ଚିନି ହଉ କି ଗହମ ହଉ ଆମେ ଖାଇବା ମାନେ ଭୋଗ କରିବା ଆମର ଆବଶ୍ୟକତା ଜିନିଷ ଯୋଉଟା। ବୁଝିପାରିଲେ? ତାହେଲେ ଏର ଖର୍ଚ୍ଚରେ କେତେ ଅନ୍ତର ହେଉଛି? ଆମେ ଏଇଭଳିଆ क्वेश्चन କୁ କଣ କରିବା? ଏଠି ଲେଖିବା ମୂଲ୍ୟ, ଏଠି ଲେଖିବା ଭୋଗ, ଏଠି ଲେଖିବା ଖର୍ଚ୍ଚ। ଆମେ ଏଜ୍ୟୁମ କରିବା ସବୁବେଳେ 10 ଟଙ୍କା ମୂଲ୍ୟରେ ଯଦି 10ଟି ଜିନିଷ କିଣାଯାଏ, ଆବଶ୍ୟକତା ଭୋଗ କରିବା 10, ତାହେଲେ କେତେ ଟଙ୍କା ଖର୍ଚ୍ଚ ହବ? 100 ଟଙ୍କା। ବୁଝିପାରିଲେ? ତେଣୁ ଏଇ ପ୍ରୋସେସରେ ସବୁ ଏଭଳି କ୍वेଶ୍ଚନ ସବୁ ସର୍ଟ ଟ୍ରିକରେ ସଲ୍ଭ ହେଇପାରିବ। ଆଉ ଏକ୍ସ ନେଇକି ବହୁତ ଲମ୍ବା ହେଇଯିବ। ବୁଝିପାରିଲେ? ତାହେଲେ ସେ କଣ କହିଛି? The price of commodity increase, କାରଣ ଗୋଟିଏ ବସ୍ତୁର ମୂଲ୍ୟ 40% ବୃଦ୍ଧି ହେଲେ ଯଦି ମୂଲ୍ୟଟା 40% ବୃଦ୍ଧି ହବ, 10 ର 40%, ତାହେଲେ 4, 10 ର ଆମର 40%, ତାମାନେ କଣ? 10 10 10 40, ତାହେଲେ ୟାର 40% 4, କିନ୍ତୁ ବୃଦ୍ଧି ହବ କହିଛି 10 ରୁ ବୃଦ୍ଧି ହେଲା 4, ତାମାନେ 14। ବୁଝିହେଲା ପିଲାମାନେ? ତାପରେ କଣ କହିଲା? ଭୋଗ 20% ହ୍ରାସ ପାଉଛି। ଏଟା ତ ଭୋଗ ହଉଛି 10, ତାର 20%। 10 ର 20% କେତେ? ତାହେଲେ ଏ ହେଲା 10, ଏ ହେଲା 2। ବୁଝିପାରିଲେ? 10 ରୁ 20
ଶତକଡ଼ା ହ୍ରାସ ହଉଛି 2 ହ୍ରାସ ହଉଛି ତାହେଲେ ଏଠି କେତେ ହବ 8। ତାପରେ ଏମାନଙ୍କର ଖର୍ଚ୍ଚ ତାହେଲେ କେବେ ଆସିବ 10ଟା 112 ବୁଝିପାରିଲେ। ଯଦି ମୂଲ୍ୟ 14 ଟଙ୍କା ଥିବ ସେ 8ଟା ଜିନିଷ କିଣିବ ତାହେଲେ କେତେ 112 ଟଙ୍କା ସେ ଦବ ବୁଝିଲା। ତାହେଲେ ପ୍ରଶ୍ନ କଣ ପଚାରିଛି ତେବେ ଖର୍ଚ୍ଚରେ କେତେ ଅନ୍ତର ହେଉଛି ଏଠି କେତେ ଅନ୍ତର ହେଲା ପ୍ରଥମ ଖର୍ଚ୍ଚ କରୁଥିଲା 100 ଟଙ୍କା ଏବେ ଖର୍ଚ୍ଚ କରୁଛି 112 ଟଙ୍କା। ଆଉ ଏଇ ଯୋଉ 12 ଟଙ୍କା ଅନ୍ତର ହେଲା ସେଟା କେତେ ପରସେଣ୍ଟ 100 ର କେତେ ପରସେଣ୍ଟ 12%। 100 କଟିଯିବ 12% ବୁଝିହେଲା। ତାହେଲେ ଆସନ୍ତୁ ଆଉ 2-3ଟା କ୍ୱେଶ୍ଚନ ଦେଖିବା। ସେଗୁଡ଼ା 9 ନମ୍ବର କହିଛି the price of commodity increase by 20% which reduce their consumption by 10%. What will be the change in its expenditure? ତେଣୁ ଗୋଟିଏ ବସ୍ତୁର ମୂଲ୍ୟ 20% ବୃଦ୍ଧି ହେଲେ ସେଇଭଳିଆ ଇଏ ହଉଛି ମୂଲ୍ୟ ଇଏ ହେଲା ଭୋଗ ଆଉ ଇଏ ହେଲା ଖର୍ଚ୍ଚ। ଯଦି 10 ଟଙ୍କା ମୂଲ୍ୟରେ 10ଟି ଜିନିଷ 10ଟି ଭୋଗ କିଣା ହୁଏ ଖର୍ଚ୍ଚ ହଉଛି 100 ଟଙ୍କା। ତାପରେ ଏଠି କଣ କହିଛି ଗୋଟେ ବସ୍ତୁରେ 20% ବୃଦ୍ଧି ହେଲେ ବସ୍ତୁର ମୂଲ୍ୟ ମାନେ ଏଇ ମୂଲ୍ୟଟା 20% ବୃଦ୍ଧି ହବ 10ର 20% କେତେ 2 10ର 20% 2 ହବ 10 10ରେ କଟିବ 2 ତାହେଲେ 2 ବଢିବ କେତେ ହବ 12 ଏତିକି ବୃଦ୍ଧି ହେଲେ ଭୋଗ 10% ହ୍ରାସ ପାଏ 10ର 10% କେତେ 1 ତାହେଲେ ଏଠି 9 ହବ। ଯଦି 12 ଟଙ୍କା ମୂଲ୍ୟରେ 9ଟା ଜିନିଷ କିଣା ହୁଏ ତାହେଲେ 12 9 108 ଟଙ୍କା ଦବା ପାଇଁ ପଡିବ ବୁଝିପାରିଲେ। ତାହେଲେ ସେ କଣ କହିଛି ତେବେ ଖର୍ଚ୍ଚରେ କଣ ପରିବର୍ତ୍ତନ ହଉଛି 100ରୁ 108 ହଉଛି ତାମାନେ 8 ହଉଛି 100ରୁ ତାର କେତେ ପରସେଣ୍ଟ 100 କଟିଯିବ 8% ବୁଝିହେଲା। ଆସନ୍ତୁ ନେକ୍ସଟ କ୍ୱେଶ୍ଚନ ଦେଖିବା। 10 ନମ୍ବର କହିଛି the price of sugar increased by 30% if expenditure increased by only 10%. Then how much percent consumption should increase? ଚିନିର ଦର 30% ବୃଦ୍ଧି ହେଲା ଯଦି ବ୍ୟୟ କେବଳ 10% ବୃଦ୍ଧି ହୁଏ ତେବେ ଭୋଗ କେତେ ପ୍ରତିଶତ ତା ମାନେ ଏଠି ଦେଇଛି କଣ ଇଏ ହଉଛି ମୂଲ୍ୟ ଇଏ ହଉଛି ଭୋଗ ଇଏ ହଉଛି ଖର୍ଚ୍ଚ ତାମାନେ ମୂଲ୍ୟ କଣ କରାଯାଉ 10 ଟଙ୍କା ମୂଲ୍ୟରେ 10ଟି ଭୋଗ କିଣିଲେ ଖର୍ଚ୍ଚ ହବ 100 ଟଙ୍କା କିନ୍ତୁ କଣ କଲା ଚିନିର ଦର 30% ବୃଦ୍ଧି ହେଲା 10ର 30% ତାମାନେ 3 10ର 30% ତାମାନେ ଏଠି 3 ହବ 10 ଏ 3 ତାହେଲେ 10ର 30% ବୃଦ୍ଧି ହବ ମୂଲ୍ୟରେ ତାହେଲେ 3 ବୃଦ୍ଧି ହେଲେ କେତେ ହଉଛି 13 ତାପରେ ଭୋଗରେ ଭୋଗ ଦେଇ ବୁଝିଲା ସେ କହିଛି ଖର୍ଚ୍ଚ ବ୍ୟୟ ବା ଖର୍ଚ୍ଚରେ 10% ବୃଦ୍ଧି 100 ଟଙ୍କାରେ 10% 10 ଟଙ୍କା ବୃଦ୍ଧି ହେଲା ତାହେଲେ 110 ହେଲା। ତାପରେ ସେ କଣ ପଚାରିଛି ଭୋଗର କେତେ ପ୍ରତିଶତ କମିବ ଏଟା ତ ଭୋଗ ଦେଇଛି ପ୍ରଥମ କେତେ କମିବ ଦେଖିବା ତାମାନେ x ଇକ୍ୱାଲ ଟୁ ମୁଁ କହିପାରିବି 110 ବିଭକ୍ତରେ 13 10 ଏଇଟା ଆଉ ଏଇଟା ଗୁଣନ ହେଇକି ଏଇଟା ହଉଛି ତାମାନେ x ଇକ୍ୱାଲ ଟୁ ଏଇଟା ସେପଟେ ହରଣ ହେଇଯିବ ତାର 13ରେ କେତେ ହବ ଆମର 13 ଟା 94 8.60 6 ହଉଛି 13 ଚଉବ ହବ 4 8.4 8.4 ତାହେଲେ କଣ କହିଲା ଏଇ ଯୋଉ 8.4 ଟା ହେଲା ଏଟା ଉତ୍ତର ନୁହଁ ଏଟା
हूँ एक्स किंतु भोगर केते प्रतिशत कमिबो तमाने एई भोगरु एई जे 8 8.4 सेटा केते कमिला ताले 10 रु 8.4 ताले केते कमबो ई होला 6 6 एडी 9 रु 1 1.6 ए जो 1.6 टा केते रु कमिछि 10 रु एटा तार केते परसेंट एटा लागू सुन बसाई दो 10 मिनिट उड़ाई दो 100 कटि जीवो बाकी रहला 16 16 एटा 16 ऑप्शन रे 16.58 हमर एठी भी पूरा काई करिছে ଆମେ पूरा हम करने 8.4 तापर पुणी आसीबो बुझ पारले सेति पई एटा ही करेक्ट आंसर डी बुझिला आसन देखिबा नेक्स्ट क्वेश्चन price of ghee increased by 32%. Therefore, a family reduced its consumption so that the increment in expenditure is only 10%. If the consumption of ghee is 10 kg before the increment, then what is the consumption now? ଘିଅର 32% ବୃଦ୍ଧି ହେଲା ସେଥିପାଇଁ ଗୋଟିଏ ପରିବାର ଏହାର ଭୋଗ କମାଇ ଦେଲା ଯାହା ଫଳରେ ବ୍ୟୟ କେବଳ 10% ବୃଦ୍ଧି ହେଲା ଏହି ବୃଦ୍ଧି ପୂର୍ବରୁ ଘିଅର ଭୋଗ 10 କିଲୋ ଥିଲା ତେବେ ବୃଦ୍ଧି ପରେ କେତେ ହେଲା ତାହେଲେ ଏ ବି ସେଇଭଳିଆ ଇଏ ହେଲା ମୂଲ୍ୟ ଇଏ ହେଲା ଭୋଗ ଆଉ ହେଲା ଖର୍ଚ୍ଚ 10 ଟଙ୍କା ମୂଲ୍ୟରେ 10ଟି ଭୋଗ ହେଲେ 100 ଟଙ୍କା ହୁଏ ସେ କଣ କହିଛି ଦରରେ ବୃଦ୍ଧି ହେଇଛି 32% 10 ର 32% 10 ର 32 ଶତକଡା ତାମାନେ 10 ତାହେଲେ 3.2 10 ରେ 3.2 ବଢିବ 10 3 13.2 13.2 ତାହେଲେ ଭୋଗ କଣ ଦେଇଛି ଭୋଗ ଦେଇନି ତାହେଲେ ବଂଶ x ତାହେଲେ ଖର୍ଚ୍ଚରେ କିନ୍ତୁ କଣ ହେଲା 10% ବଢିଛି ବ୍ୟୟରେ 10% ବଢିଛି ଆଚ୍ଛା ଭୋଗ 10 କିଲୋଗ୍ରାମ ଥିଲା ତାହେଲେ ଆମର ଇଏ 10 କିଲୋଗ୍ରାମ ଦେଇଛି 10 କେଜି ଟା ଆମର ନେଇଛୁ ବି 10 କେଜି ତାହେଲେ କିଛି ପ୍ରୋବ୍ଲେମ ନାହିଁ ତାହେଲେ ଇଏ 10% ବଢିଛି ଖର୍ଚ୍ଚ ତାହେଲେ 110 ଯଦି ହେଲା ତାହେଲେ ଏଇ x ଇକ୍ୱାଲ ଟୁ କେତେ ହବ 110 ବିଭକ୍ତରେ 13.2 ଦେଖନ୍ତୁ 10 ଟା ଉଡେଇ ଦେବା ଯଦି ଉପରେ ଗୋଟେ ଶୂନ ବସିଯିବ 11 କଟିଯିବ 11 କେ 11 11 ଦୁଣ 22 ତାପରେ ଏଠି 11 କଟିଲେ 11 କେ 11 ଶୂନ 100 ବିଭକ୍ତ 12 ଇଏ କେତେ ପିଲାମାନେ 100 ବିଭକ୍ତ 12 ମାନେ ତାର ଫ୍ରାକ୍ସନ ଭ୍ୟାଲୁ କେତେ 100 ବିଭକ୍ତ 12 ମାନେ 12 ଟା 96 4 12 ତାହେଲେ 1 3 8 ପୂର୍ଣ୍ଣ 1 ବିଭକ୍ତ 3 ତାହେଲେ 8 ପୂର୍ଣ୍ଣ 1 ବିଭକ୍ତ 3 ହେଲା କାର ଭ୍ୟାଲୁ 8 ପୂର୍ଣ୍ଣ 1 ବିଭକ୍ତ 3 ହେଲା x ର ଭ୍ୟାଲୁ କଣ ପଚାରିଛି ତେବେ ବୃଦ୍ଧି ପରେ ଭୋଗ କେତେ ଏଇଟା ହିଁ ପଚାରିଛି ତାହେଲେ ଏତିକି କେଜି ହବ 10 କେଜି ରୁ ଏତିକି କେଜି 8 ପୂର୍ଣ୍ଣ 1 ବିଭକ୍ତ 3 କେଜି ତାହେଲେ ଅପସନ ନମ୍ବର ଏ ତାହେଲେ ଆସନ୍ତୁ क्वेश्चन नंबर 12 देखिए the number of seats in cinema hall is increased 25 शतकड़ा and the price of each ticket also increased 10%. The effect of their changes are revenue collection only 10%. गोटे सिनेमा हॉल रे सीट संख्या 25% वृद्धि हैला एवं प्रत्येक टिकट दर 10% वृद्धि हैला एही परिवर्तन पर मोट आय केते प्रतिशत वृद्धि होउछि एभले क्वेश्चन को कौन करिया डायरेक्टली करवा 25% वृद्धि 25 ର ଫ୍ରାକ୍ସନ ଭ୍ୟାଲୁ କଣ 1 ବିଭକ୍ତ 4 ତାମାନେ ମୁଁ କହି ପାରିବି
4 ଟଙ୍କା ଥିଲା, ଟଙ୍କେ ବଢିଲା 5 ଟଙ୍କା ହେଲା। ପୁଣି କଣ କହିଛି, ସିଟ୍ ସଂଖ୍ୟା ଟିକଟ ସଂଖ୍ୟା। ଟିକଟ ମୂଲ୍ୟ 10%। 10ର ଫ୍ରାକ୍ସନ ଭ୍ୟାଲୁ କଣ, 10%ର ଦେଖିବାକୁ ତ 10, ତାହେଲେ 10 ଟଙ୍କା ଥିଲା, ଟଙ୍କେ ବଢିଲା 11 ଟଙ୍କା ହେଇଗଲା। ତାହେଲେ 5ରେ 2 କଟିଯିବ, 4 ଦୁଣେ 8 ହେଇଗଲା 11। ତାହେଲେ ଥିଲା ପ୍ରଥମେ 8 ବଢିଲା 11, ତାହେଲେ 3 ବଢିଲା, କେତେ ପ୍ରତିଶତ ବୃଦ୍ଧି ହେଲା। ଏଇ 3ଟା କାହା ଉପରେ ବଢିଲା, ଏଇ 8 ଉପରେ। 8 ଉପରେ ବଢିଲା 3, ଶତକଡାରେ କେତେ। ତାହେଲେ ଏଠି 4 କାଟିବା, 4 ଦୁଣେ 8, 4ରେ 25, 25 3 75ର 2, 75 37.5, 6 15 14, 37.5। ତାହେଲେ ଅପସନ ନମ୍ବର ସି। ତାହେଲେ ଇଏ ଥିଲା ଆଜିର କ୍ଲାସ ପିଲାମାନେ। ତେଣୁ ଯୋଉ ପିଲାମାନଙ୍କୁ ଆମ କଣ୍ଟେଣ୍ଟ ଭଲ ଲାଗୁଛି ନିଶ୍ଚିତ ଭାବରେ କମେଣ୍ଟ କରନ୍ତୁ, ଏବଂ ଭଲ ଲାଗୁଛି ହେଲେ ଲାଇକ୍ କରନ୍ତୁ, ସାଙ୍ଗସାଥି ମାନଙ୍କୁ ସେୟାର କରନ୍ତୁ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ କରି ରଖନ୍ତୁ। ଧନ୍ୟବାଦ। ଜୟ ଜଗନ୍ନାଥ।